ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ନିମନ୍ତେ 100 ଦିନର ଜିଲ୍ଲା ସ୍ତରୀୟ ଅଭିଯାନର ଶୁଭାରମ୍ଭ। ଧର୍ମଶାଳା। ସାରା ବିଶ୍ୱରେ ବର୍ଷକୁ ପ୍ରାୟ 1 କୋଟି ଯକ୍ଷ୍ମା ରୋଗୀ ବାହାରିଥାନ୍ତି। ସେଥିମଧ୍ୟରୁ ପ୍ରାୟ 26 ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ କେବଳ ଭାରତରୁ ବାହାରିଥାନ୍ତି। ସେଥିପାଇଁ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ କରିବାକୁ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସ୍ତରରେ 100 ଦିବସୀୟ ଅଭିଯାନକୁ ଆଜି ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ କରିବା, ମୃତ୍ୟୁହାର ହ୍ରାସ କରିବା ଏବଂ ନୂଆ ରୋଗୀ ସଂଖ୍ୟାକୁ ରୋକିବା। 7 ଡିସେମ୍ବର 2014ରୁ 17 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ଏହି ଉପଲକ୍ଷେ 2ଟି ସଚେତନତା ରଥକୁ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ରଘୁନାଥ ନାୟକ ତଥା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଯକ୍ଷ୍ମା ହାରିବ ଦେଶ ଜିତିବ ସ୍ଲୋଗାନ ସହ ଏହି ସଘନ ବା ନିରନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରୁ ଯକ୍ଷ୍ମାର ଲକ୍ଷଣ ଥିବା ବ୍ୟକ୍ତି ଓ ତତ୍ସହିତ ବିପଦସଂକୁଳ ଗୋଷ୍ଠୀ ଯଥା 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଅପପୁଷ୍ଟିର ଶିକାର ବ୍ୟକ୍ତି, ମଧୁମେହ ରୋଗୀ, HIV-ରେ ପୀଡ଼ିତ ବ୍ୟକ୍ତି, ନିଶା ବା ମଦ୍ୟପାନ କରୁଥିବା ବ୍ୟକ୍ତି ଓ ଯକ୍ଷ୍ମା ରୋଗୀର ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଯେଉଁମାନଙ୍କର ଯକ୍ଷ୍ମା ହେବାର ସମ୍ଭାବନା ଅଧିକ ଆଶଙ୍କା ଥାଏ ସେମାନଙ୍କର ରୋଗ ଚିହ୍ନଟ ଓ ଚିକିତ୍ସା କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଏହି ସେବା ଜିଲ୍ଲାର ସମସ୍ତ ବ୍ଲକରେ ମାଗଣାରେ ଉପଲବ୍ଧ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚିକିତ୍ସା ଅଧିକାରୀ, କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଧର୍ମଶାଳାରୁ ନରେଶ ଗୋଛାୟତଙ୍କ ରିପୋର୍ଟ, କ୍ରାନ୍ତିଧାରା ପ୍ଲସ୍। ଆଜି ଆମ ଜଗତସିଂହପୁର ଜିଲ୍ଲା ହେଡ଼କ୍ୱାର୍ଟର ହସ୍ପିଟାଲରେ ସିଡିଏମ୍ଓଙ୍କ ଉପସ୍ଥିତିରେ ଏବଂ ଅନ୍ୟାନ୍ୟ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଯେ 100 ଦିନ ଧରି କ୍ୟାମ୍ପେନିଂ ଚାଲିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ଯେଉଁ ଆଶା ରଖିଛନ୍ତି 2025 ସୁଦ୍ଧା ଭାରତ ଟିବି ମୁକ୍ତ ହେବ ଏବଂ ତା ଭିତରେ ଆମର ଓଡ଼ିଶାରେ 19ଟି ଜିଲ୍ଲା ଯାଉଛି ଏବଂ 19ଟି ଜିଲ୍ଲା ଭିତରେ ଆମେ କେବଳ ଯେଉଁ ମୃତ୍ୟୁହାର ସକାଶେ ଆମେ ରହିଯାଇଛୁ ସେ 19ଟି ଜିଲ୍ଲା ଭିତରେ, କାରଣ ଆମର ଏଠି 500 ଟିବି ପେସେଣ୍ଟ ଅଛନ୍ତି। ତା ଭିତରେ 20 ଜଣ ଗତ ବର୍ଷ ଏଇ ଆୱାରନେସ୍ ସକାଶେ ଯେ ଯେଉଁ ଆପଣଙ୍କର ଅନ୍ଧବିଶ୍ୱାସ ସକାଶେ ଲୋକମାନେ ଟିବି ହେଇଗଲେ ଲୋକ ଜାଣିବେ, ଅଛୁଆଁ କରିବେ, ଏସବୁ ବିଷୟରେ କେହି ଲୋକ ଜାଣିଲେ ମଧ୍ୟ ଟ୍ରିଟମେଣ୍ଟ ହେବାକୁ ଆସୁନାହାନ୍ତି। ତେଣୁ ତାଙ୍କ ଭିତରେ ଅନ୍ଧବିଶ୍ୱାସ ଅଛି ଏବଂ ସଚେତନ ନାହାନ୍ତି। ଆୱାରନେସ୍ କରିବା ପାଇଁ ଆଜି ଗାଡ଼ି ସବୁ ଅଞ୍ଚଳକୁ ଗଲା, ପ୍ରତ୍ୟେକ ପଞ୍ଚାୟତ ଗାଁ ବୁଲିବ, ଲୋକମାନଙ୍କୁ ଆୱାରନେସ୍ କରିବ ଏବଂ ତାଙ୍କର ଆମର କଣ୍ଟେନର ମଧ୍ୟ ଯାଇଛି। ତାଙ୍କୁ ସଚେତନ କରିବା ସହିତ ତାଙ୍କ କଫ ନମୁନା ଆସିକି ପରୀକ୍ଷା ହେବ ଏବଂ ଆମେ ଜାଣିବା କେତେ ଆମର ଟିବି ପେସେଣ୍ଟ ଏଠି ଅଛନ୍ତି। ଏବଂ ଆମର ସିଡିଏମ୍ଓ ମହୋଦୟ ଯେତିକି ଦିନ ହେଲା ଆସିଛନ୍ତି, ଦିନ ରାତି ପରିଶ୍ରମ କରୁଛନ୍ତି, ତାଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ। ଏବଂ ଆଜିର ଦିନରେ ଆମ ଜଗତସିଂହପୁର ହସ୍ପିଟାଲର ସମସ୍ତ କର୍ମଚାରୀ ପେସେଣ୍ଟମାନଙ୍କୁ ଉତ୍ତମ ସେବା ଦେଉଛନ୍ତି। କାରଣ ମୁଁ ବି ମଧ୍ୟ ରାତି ଅଧରେ ଆସିଛି, ମୁଁ ବି ମଧ୍ୟ ଏଠି ନିଜେ ମୋର ବଥ ଅପରେସନ୍ କରିକିରି ମେଡ଼ିସିନ ନେଇକରି ଯାଇଛି। ତେଣୁ ଆମ ଜଗତସିଂହପୁର ହସ୍ପିଟାଲ ବର୍ତ୍ତମାନ ଅଗ୍ରଣୀ ହସ୍ପିଟାଲ ଭାବରେ ରହିଛି ଏବଂ ଏହି ଟିବି ମୁକ୍ତ ଯେଉଁ କାର୍ଯ୍ୟକ୍ରମ 100 ଦିନ ଧରି ଚାଲିବ, ଏଥିରେ ସମସ୍ତେ ଲାଗି ପଡ଼ିକି ପ୍ରୟାସ ରଖିବେ କେମିତି ସମସ୍ତ ଟିବି ରୋଗୀଙ୍କୁ ଚିହ୍ନଟ କରାଯିବ। ଯଦି ଚିହ୍ନଟ ନ କରାଗଲା ଇଏ ଗୋଟେ କଣ୍ଟାଜିନିୟସ୍ ଡିଜିଜ୍, ଇଏ ଯେଉଁ ଅଞ୍ଚଳରେ ଟିବି ପେସେଣ୍ଟଟି ରହିବ ତା କଫ ମାଧ୍ୟମରେ ତା ସଂସ୍ପର୍ଶରେ ଆସିଲେ ଅନ୍ୟମାନଙ୍କୁ ହେଇପାରେ। ତେଣୁ ଟିବି ପେସେଣ୍ଟକୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ 100 ଦିନ ଧରିକିରି ଆମର ସମସ୍ତ କର୍ମଚାରୀ ଲାଗିଛନ୍ତି।